ଜଣଙ୍କ ହାତ ଖାଇବେ ସେ ହେଉଛନ୍ତି ନିଜର ମା ହାତ ଖାଇବେ। ଦ୍ୱିତୀୟ ହେଉଛନ୍ତି ନିଜର ଭଉଣୀ, ତୃତୀୟ ହେଉଛନ୍ତି ନିଜର ପତ୍ନୀ, ଚତୁର୍ଥ ହେଉଛନ୍ତି ନିଜର କନ୍ୟା। ଏମାନଙ୍କ ହାତରୁ ନିଜର ସମ୍ବନ୍ଧୀ, କାହା ଘରକୁ ପୁଣି ଘରୁ ଯାଇଛନ୍ତି ସମ୍ବନ୍ଧୀ, ତ ଏମାନେ ଯେଉଁ ରୋଷେଇ କରନ୍ତି ସେଇଠି କ'ଣ ଥାଏ? ସେଇଠି ହୋଟେଲର ଭାବଟା ଯାହା ଏଠି ଓଲଟା। ପତ୍ନୀ ଯେତେବେଳେ ରୋଷେଇ କରନ୍ତି, ମା ମାନେ ରୋଷେଇ କରନ୍ତି, ରୋଷେଇ କରିବା ସମୟରେ କ'ଣ ବିଚାର କରନ୍ତି ନା ମୁଁ ଏମିତି ରୋଷେଇ କରି ମୋ ସ୍ୱାମୀ ଯେମିତି ଠିକ୍ସେ ଭୋଜନ କରିବେ, ସେ ଭୋଜନ କରି ଯାଆନ୍ତୁ। କର୍ମକ୍ଷେତ୍ରକୁ ଯାଉଛନ୍ତି, ଏତେ ପରିଶ୍ରମ କରୁଛନ୍ତି, ସେ ଠିକ୍ସେ ଭୋଜନ କରି ଯାଆନ୍ତୁ। କି ମା ରୋଷେଇ କରୁଛନ୍ତି ପୁଅ ପାଇଁ, ତ ସେ କ'ଣ ବିଚାର କରେ, ଆରେ ମୋ ପୁଅଟା ଏଇଟା ଖାଉଛି, ଏଇ ଜିନିଷଟା ତାକୁ ଭଲ ଲାଗେ, ତାର ଏଇଟା ପସନ୍ଦ, ସେ ସେଇ ଜିନିଷଟା କରି ତାକୁ କହିଦେବେ। ତ ସେଇଠି ଦେଖନ୍ତୁ, ସେଇଠି ନିଜର ପରିଶ୍ରମକୁ ସେ ଦେଖନ୍ତିନି, ସେ ଦେଖନ୍ତି ତାର ପ୍ରୀତିବିଧାନ। ପୁଅଟା କିନ୍ତୁ ଭଲରେ ଖାଉ, ପେଟ ପୁରେଇକି ସେ ଭୋଜନ କରିକି ଯାଉ, ଏଠି ସ୍ନେହ ରହିଛି। ବାହାରେ କୋଉଠି ସ୍ନେହ ଅଛି ଆଜ୍ଞା କହିଲେ? ଭୋଜନ କେଉଁଠି କରିବେ ସେଇଟା ବି କୁହାଯାଇଛି। ଶାସ୍ତ୍ର ସବୁ କଥା କୁହାଯାଇଛି, କେମିତି ବସିବା, କେମିତି ଚାଲିବା, କେମିତି କଥା କହିବା, କେମିତି ଭୋଜନ କରିବା, କେମିତି ସ୍ନାନ କରିବା, କେମିତି ମଳତ୍ୟାଗ କରିବା, କେମିତି